ଷଷ୍ଠ ସ୍କନ୍ଦ ନବମ ଅଧ୍ୟାୟ ଶ୍ରୀ ଶୁକବାଚ। ଶୁଣ ହେ ସେ ବିଶ୍ୱରୂପର ତ୍ରିଶିର ଥିଲା ନୃପବର, ଏକ ମୁଖରେ ସୋମପାନ କରଇ ସେହୁ ପ୍ରତିଦିନ। ଦ୍ୱିତୀୟ ସୁରାପାନ କରେ ଅର୍ଣ୍ଣବ ଖଇ ତୃତୀୟରେ। ସେ ବିଶ୍ୱରୂପ ବିନୟରେ ଦେବଗଣକୁ ଉଚ୍ଚ ସ୍ୱରେ ଡାକି ଦିଅଇ ଅବିର୍ଭାଗ ଯେଣୁ ସେମାନେ ପିତୃବର୍ଗ। ପୁଣି ସେ ମାତୃସ୍ନେହବଶ ହୋଇଣ ଅର୍ଜିଲା ଅଜସ, ଦେଲା ଅସୁର ମାନଙ୍କରେ ଯଜ୍ଞ ଭାଗକୁ ପରୋକ୍ଷରେ। ମାତୃପକ୍ଷରେ ସ୍ନେହ କରି ଏମନ୍ତ କର୍ମ ସେ ଆଚରି, ଏମନ୍ତେ ଦେବଙ୍କ ହେଳନ ଦେଖି ତାହାଙ୍କୁ ଭଗବାନ। ଭୟେ ହୋଇଣ ଖରତର ରୋଷେ ଛେଦିଲେ ତାର ଶିର, ଯେ ମୁଣ୍ଡେ କରେ ସୋମପାନ ତାହାଙ୍କୁ କରନ୍ତେ ଛେଦନ। ଜନ୍ମିଲା ହୋଇ ପକ୍ଷୀ ଏକ ନାମ ତା ହୋଇଲା ବାତକ, ଜନ୍ମିଲା ହୋଇ ପକ୍ଷୀ ଏକ ନାମ ତା ହୋଇଲା ଚାତକ। ସୁରା ପାଇ ଯେଉଁ ମସ୍ତକ ଛେଦନ୍ତେ ସେ ହେଲା ଚଟକ, ଅର୍ଣ୍ଣଭୋଜି ମସ୍ତକ ତାର ହୋଇଲା ତିତିରି ଆକାର। ହେମନ୍ତ ସେ ବିଶ୍ୱରୂପର ଇନ୍ଦ୍ର ଛେଦିଲେ ତହୁଁ ଶିର, କର ଅଞ୍ଜଳି ପ୍ରସାରିଣ ବ୍ରହ୍ମ ହତ୍ୟା କଲେ ଗ୍ରହଣ। ଏ ପାପୁ ଲୋକେ କରେ ନିନ୍ଦା ଇନ୍ଦ୍ର ପାଇଲେ ମନେ ବାଧା, ଆତ୍ମାର ବିଶୁଦ୍ଧି ନିମନ୍ତେ ବିଭାଗ କରି ଏହି ମତେ। ସ୍ତ୍ରୀ ଭୂଜଳ ଦ୍ରୁମ ଠାବରେ ଅର୍ପିଲେ ହେମନ୍ତ ପ୍ରକାରେ, ଭୂମି ଘେନିଲେ ଭାଗ ଚାରି ଖ୍ୟାତ ପୁରଣ ବରବରି। ସେ ପାପୁ ସରଭାବରେ ଦୃଷ୍ଟି ହୁଅଇ ଏ ଭୂମିରେ, ଦ୍ରୁମ ଘେନିଲେ ଚାରି ଭାଗ ବରେକ ହେଲେ ମହାଭାଗ। ଛେଦନ କରନ୍ତେ ଏ ଦ୍ରୁମ ପୁଣି ଅଙ୍କୁର ହେଉ ଜନ୍ମ, ନିର୍ଯାସ ରୂପେ ହାଙ୍କର ପାପ ଦିଶଇ ନୃପବର। କାମ ବଶରେ ସ୍ତ୍ରୀ ଜନ ସମ୍ଭୋଗ କରୁ ପ୍ରତିଦିନ, ସେ ନାରୀ ଏ ବର ପାଇଣ ଚାରି ଭାଗ କଲା ଗ୍ରହଣ। ରଜ ରୂପରେ ପ୍ରତି ମାସ ଏବେ ପାପ ହନ୍ତି ଦୃଶ୍ୟ, ପାପର ଶେଷ ଚାରି ଅଂଶ ଜଳକୁ ଦେଇ ଦେବ ଈଶ। ପୁଣି ସେ ଦେଲେ ତାକୁ ବରେ ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ, ସେ ପାପ ବୁଦ୍ବୁଦୁ ଆକାରେ ଅଦ୍ୟାପି ଦିଶଇ ସଂସାରେ। ସେହି ଫେଣକୁ ପକାଇଲେ ଜଳର ପାପ ନାଶେ ବଲେ, ହେମନ୍ତ ପ୍ରକାରେ ହେ ନୃପ ହରି କଳ୍ପିତ ହେଲା ପାପ। ସେ ଅନନ୍ତରେ ସେ ତୃଷ୍ଣାର ହତ ହେଲା ଯେଣୁ କୁମର, ପୁତ୍ର ଶୋକରେ ଦୁଃଖୀ ହୋଇ ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇ। ହୋମ ଆରମ୍ଭକୁ ବିଚାରି ବୋଇଲେ ଅତି କ୍ରୋଧ କରି, ଇନ୍ଦ୍ରର ଶତ୍ରୁ ହୋଇ ଜାତ ବେଗେ ଇନ୍ଦ୍ରକୁ କରୁ ହତ। ହେମନ୍ତ ବୋଲି ସେ ବଚନ କେତେ ଆହୁତି କଲା ଦାନ, ପୁରୁଷ ତହିଁରୁ ବାହାର ରୂପତା ଅତି ଭୟଙ୍କର। ଯୁଗ ଅନ୍ତ କାଳେ ଯେମନ୍ତ ପ୍ରାଣୀକି ଯେମନ୍ତେ କୃତାନ୍ତ, ଦିନକୁ ଦିନ ଅତି ଘୋର ସଞ୍ଚଇ ଆତ୍ମା ରୂପ ଧର। ଦଗ୍ଧଗିରି ପ୍ରାୟ ହୋଇ ତାହାର ଶରୀର ଦିଶଇ, କାନ୍ତି ତାହାର ବିରାଜଇ ସନ୍ଧ୍ୟାରେ ମେଘମୟ ହୋଇ। ତପତ ତାମ୍ର ପ୍ରାୟ ହୋଇ ତା କେଶ ଶୁଶ୍ରୁ ବିରାଜଇ, ମଧ୍ୟାହ୍ନର ବିପ୍ରାୟ ହୋଇ ବେନି ଲୋଚନ ବିରାଜଇ। ଅନଳ ତେଜ ପ୍ରାୟ ତାର ହେମନ୍ତ ଶୂଳ ଧରି କର, ଏ ବୁଲାଇ ଅତି ଖରତର ଶବଦ କରେ ମହାଘୋର। ନୃତ୍ୟ କରଇ ମତ ହୋଇ ପାଦେ କମ୍ପଇ ମହାମୟୀ, ଗିରିଗୃହ ପ୍ରାୟ ବଦନ ତେଣୁ କି ଗ୍ରାସିବ ଗଗନ। ଜିହ୍ୱା ବୋଲାଉଛି ଏ ସନ ଗିଳିବ କିବା ତ୍ରିଭୁବନ, ଅନ୍ତ ଅତି ଉଗ୍ର ଦିଶଇ ପ୍ରାଣୀକି ପୁଣି ହିଂସଇ। ଏ ଭୀତ ହୋଇଣ ସର୍ବଜନ ଗଲେ ସେ ଜୀବନ ଘେନିଣ, ଏ ତୁଷ୍ଟାର ପୁତ୍ର ଏ ସେ ପାପ ଲୋକେ ପାଇଲେ ବହୁ ତାପ। ଦାରୁଣ ଏ ପୁତ୍ର ଅସୁର ଏ ରୂପେ ଜନମ ତାହାର, ଅମରେ ଇନ୍ଦ୍ରଙ୍କ ସହିତେ ମିଳିଲେ ତାହାର ଅଗ୍ରତେ। ଯେ ଯାହା ଶସ୍ତ୍ର ଧରି କରେ ପିଟିଲେ ବୃତ୍ରର ଉପରେ, ଶସ୍ତ୍ରଟି ଯେତେ ଦେବଙ୍କର ସବୁ ଗିଳିଲା ସେ ଅସୁର। ଏ ଅନନ୍ତରେ ଦେବଗଣ ବିସ୍ମୟ ହୋଇ ହତ ଜ୍ଞାନ, କୃଷ୍ଣରେ ମନ ସ୍ଥିର କଲେ ମହାପୁରୁଷ ଆରାଧିଲେ। ଦେବାଉଚୁ ଏ ପବନ ଆକାଶ ଯେ ଅଗ୍ନି ଜଳର ସହିତ ବନି, ଏ ମହାଭୂତେ ହୋଇ ଏକ ନିର୍ମିତ ହୋଇଛି ତ୍ରିଲୋକ। ବ୍ରହ୍ମାଦି କରି ଆମ୍ଭେମାନେ ଉଦ୍ବେଗ ପାଉଅଛୁ ମନେ, ଯାହାକୁ ବଳି ଆମ୍ଭେମାନେ ଦେଉ ଯେ ଅଛୁ ଅବିଚ୍ଛିନ୍ନେ। ଯେ କାଳ ଅନ୍ତକ ବୋଲାଇ ସେ ଯାହାଠାରୁ ଭୟ ପାଇ, ସେ ପ୍ରଭୁ ଆମ୍ଭର ଶରଣ ହୁଅନ୍ତୁ ଅଖିଳ କାରଣ।
ସେ ଅବିସ୍ମିତ ପୂର୍ଣ୍ଣ କାମ ପ୍ରଶାନ୍ତ ସର୍ବଭୂତେ ସମ। ଏମନ୍ତେ ଯେ ପରମେଶ୍ୱର ତାହାଙ୍କୁ ତ୍ୟଜି କେଉଁ ନର। ଅନ୍ୟରେ ପଶଇ ଶରଣ ମୂର୍ଖ ଭଲିଣ ତାକୁ ଜାଣ। ସ୍ୱର୍ଣ୍ଣ ପୁଚ୍ଛକୁ ଧରି କରେ ଅଗମ୍ୟ ସିନ୍ଧୁ କେହୁ ତରେ। ନୌକା ମତେ ସଂସାରେ ଶୃଙ୍ଗରେ ବାନ୍ଧି ନିରାକାରେ। ଭାସୁ ଅଛନ୍ତି ଦୁର୍ଗମରୁ ପ୍ରଭୁ ତାରିବେ ସଙ୍କଟରୁ। ଏମନ୍ତ ଯେଉ ମହାବାହୁ ତାରିବେ ବୃତ୍ତାସୁର ତହୁଁ। ଯେ ଏକ ଈଶ୍ୱର ଅଟଇ ମାୟାରେ ଆମ୍ଭକୁ ସୃଜଇ। କରୁଛି ଜଗତ ପାଳନେ ଯାର ପ୍ରସାଦୁ ଆମ୍ଭେମାନେ। ଯାର ମହିମା ଯେ ପ୍ରସିଦ୍ଧି ଆମ୍ଭେ ନ ଜାଣୁ ମନ ବୁଦ୍ଧି। ଆମ୍ଭେ ଈଶ୍ୱର ବୋଲି ମାନି ମୋହରେ ଯେ ସନେ ଅଜ୍ଞାନୀ। ଶତ୍ରୁର ଠାରୁ ଆମ୍ଭେମାନେ ଦୁଃଖ ପାଇଲୁ ଅନୁକ୍ଷଣେ। ଋଷି ମନୁଷ୍ୟ ପଶୁ ଆଦି ସଂସାରେ ଯେତେକ ପ୍ରସିଦ୍ଧି। ଆମ୍ଭେ ସର୍ବେ ଅରକ୍ଷିତ ରଖିବା ପ୍ରଭୁ ଲକ୍ଷ୍ମୀକାନ୍ତ। ଯେ ପ୍ରଭୁ ଧରି ଅବତାର ଖଣ୍ଡଇ ଦୁଃଖକୁ ଆମ୍ଭର। ସେ ଯୁଗେ ଯୁଗେ ରକ୍ଷା କରୁ ତାଙ୍କ ମହିମା ମହାମେରୁ। ପ୍ରଧାନ ପରମ ପୁରୁଷ ଶେଷ ସଂସାରର ଈଶ। ଅଖିଳ ଜନକ ଶରଣ ଏମନ୍ତ ଯେଉଁ ନାରାୟଣ। ଆମ୍ଭେ ତାହାଙ୍କର ଶରଣ ଆମ୍ଭକୁ କରନ୍ତୁ କାରଣ। ଶ୍ରୀ ଶୁକବାଚ। ଏ ଦେବଙ୍କ ସ୍ତୁତି ଏ ବଚନ ଶୁଣି ସନ୍ତୋଷ ଭଗବାନ। ପୂର୍ବ ଦିଗରେ ହେ ରାଜନ ହୋଇଲେ ଆସି ସୁପ୍ରସନ୍ନ। ଶଙ୍ଖ ଚକ୍ର ଗଦା କମଳ ଧରିଣ ପ୍ରଭୁ ଆଦି ମୂଳ। ସେବାରେ ଛନ୍ତି ଅନୁକ୍ଷଣ ଆତ୍ମାର ତୁଲ୍ୟ 16 ଜଣ। ଶ୍ରୀବତ୍ସ କୌସ୍ତୁଭ ବର୍ଣ୍ଣେ ପୂର୍ଣ୍ଣ ହୋଇଣ ସର୍ବଗୁଣେ। ବିକଚ କମଳ ଲୋଚନ ଦେବେ ଦେଖିଣ ହୃଷ୍ଟ ମନ। ଇନ୍ଦ୍ରାଦି ଦେବେ ତେତେବେଳେ ପ୍ରଭୁଙ୍କୁ ନମିଲେ ସକଳେ। ଏ ଦଣ୍ଡବତ ପ୍ରାୟ ରାଜନ ସ୍ତୁତି କରନ୍ତି ଏ ବଚନ। ଦେବାଉଚୁ ତୁମ୍ଭେ ଯେ ସର୍ବଯଜ୍ଞମ୍ବର ତୁମ୍ଭକୁ କରୁ ନମସ୍କାର। ସକଳ ବୟୋଧିକ ତୁମ୍ଭେ ତୁମ୍ଭ ଚରଣେ ନମୁ ଆମ୍ଭେ। ଅଖିଳ ଈଶ୍ୱର ଯେ ତୁହି ନମସ୍ତେ ପ୍ରଭୁ ଭାବଗ୍ରାହୀ। ନମସ୍ତେ ପ୍ରଭୁ ଚକ୍ରଧର ତୁ ଗୁରୁ ଶ୍ରେଷ୍ଠ ହିତ କର। ବ୍ୟାପିଛି ଆଦିତ୍ୟ ବ୍ରହ୍ମର ତୁମ୍ଭ ଗତି କ୍ରୀଡ଼ା ବିହାର। ଏହା ସାଂଖ୍ୟ କରିବା ପାଇଁ ବିଧାତା ସମର୍ଥ ନୁହଁଇ। ହେ ଭଗବାନ ବାସୁଦେବ ନାରାୟଣ ମହାନୁଭବ। ଆଦି ପୁରୁଷ ସର୍ବେଶ୍ୱର କେବଳ ଜଗତ ଉଦ୍ଧାର। ପରମହଂସ ଲକ୍ଷ୍ମୀନାଥ ଜଗତ ଜନ ଅନୁଗତ। ତୋହର ମହିମା ବିହାର ବ୍ରହ୍ମାର ନୁହଁଇ ଗୋଚର। ଏ ପରମ କଲ୍ୟାଣର ମୂଳ ଭୋନାଥ ପରମ ମଙ୍ଗଳ। ହେ ସର୍ବ ପରମ କାରଣ ଅଖିଳ ଜନ୍ତୁଙ୍କ ଭାବନ। ପରମ ଯୋଗ ସମାଧିରେ ଭଜନ୍ତି ବିବିଧ ପ୍ରକାରେ। ପରମହଂସ ମୁନି ଜନେ ସେବନ୍ତି ଯାହାର ଚରଣେ। ପରମହଂସ ମଧ୍ୟେ କରି ପ୍ରଭାବ ଯାହାରେ ବିହରି। ହେମନ୍ତେ ଆତ୍ମା ଲୋକେ କରି ଅଜ୍ଞାନ ଦୂରେ ପରିହରି। ହେମନ୍ତ ପ୍ରଭୁ ତୁ ଈଶ୍ୱର ନମସ୍ତେ ବ୍ରହ୍ମାଣ୍ଡ ଠାକୁର। ଏ ମାୟା ଅଖିଳ ସଂସାରେ ଯେ ପ୍ରଭୁ ଶରଣ ତୋହରେ। ତ୍ରିଗୁଣ ଘେନି ପ୍ରଭୁ ତୁଇ ସଂସାର ପାଳ ଭାବଗ୍ରାହୀ। ଭୋଦେବ ଏ ମାୟା ସଂସାରେ ତ୍ରିଗୁଣେ ଜଡ଼ି ଯେଉଁ ନରେ। ପରକର୍ମରେ ବଶ ହୋଇ ଶୁଭ ଅଶୁଭ ନ ଜାଣଇ। ତାହାର ଶୁଭାଶୁଭ ଫଳ ତୁମ୍ଭର ତହିଁ ଆଦି ମୂଳ। ଗୋସ୍ୱାମୀ ତୁମ୍ଭେ ଆତ୍ମାରାମ ସକଳ କଳ୍ପେ ଉପଶମ। ତୁ ସର୍ବବସ୍ତୁର ବାହାର ଏମନ୍ତ ମଣୁ ଚକ୍ରଧର। ତୋର ବିରୋଧ ନାହିଁ ପୁଣ ଅପରିଚ୍ଛିନ୍ନ ତୋର ଗୁଣ। ସାଂଖ୍ୟ ନୁହଁଇ ତୋ ମହିମା ତୋହର କେ କହିବ ସୀମା। ବିତର୍କ କୁତର୍କ ବିଚାରେ ପ୍ରମାଣ ନ ଜାଣି ଯାହାରେ। ନାନା ବିଚାର ଶାସ୍ତ୍ର ଆଦି ସଂସାରେ ଯେତେକ ପ୍ରସିଦ୍ଧି। ଏହା ବିଚାରି ସାଧୁ ଜନେ ଚିନ୍ତନ୍ତି ତୋତେ ଦିବ୍ୟ ଜ୍ଞାନେ। କ୍ଷଣକେ ମତି ତାହାଙ୍କର ଭ୍ରମ କରାଉ ଚକ୍ରଧର। ସମୟେ ମାୟାମୟ ହେଉ ନଟର ପ୍ରାୟ ତୁ ଦେଖାଉ। ଯଦ୍ୟପି ଏକ ରୂପ ହୁଅ ନାନା ରୂପକୁ ତୁମ୍ଭେ ବହ। ବିଷମ ରୂପ ତାହାଙ୍କର ପ୍ରବେଶ ହେଉଛି ମନର। ରଜୁରେ ସର୍ପ ବୁଦ୍ଧି ଯେନେ ଏକଇ ଦିଶେ ଭିନ୍ନେ ଭିନ୍ନେ। ବିଚାରେ ଏକ ବସ୍ତୁ ତୁହି ସର୍ବ ଈଶ୍ୱର ତୁ ଗୋସାଇଁ। ସକଳ ଜନ୍ତୁଙ୍କ କାରଣ ଶୋଭା ପାଉଛି ସର୍ବଗୁଣ। ତତ୍କ୍ଷଣେ ଆତ୍ମା ରୂପ ଧରି ରକ୍ଷିତ ହେଉ ନର ହରି। ଯେବେ ତୁ ପରମ ପୁରୁଷ ସକଳ ଠାରୁ ଅବଶେଷ। ଓ ପ୍ରଭୁ ମହିମା ତୁମ୍ଭର ଅମୃତ ରସର ସାଗର। ତାହା ସ୍ୱାଦ କରି ମନେ ଏକାନ୍ତେ ଭକ୍ତ ଯେଉଁ ଜନେ। ବିଷୟ ସୁଖ ରସ ଛାଡ଼ି ନିଗୁଡ଼େ ଶାନ୍ତିର ସେ ଉଡ଼ି। ସର୍ବଜ୍ଞ ଆତ୍ମା ଭୂତ ପ୍ରାୟେ ଭଗବାନ ସ୍ୱରୂପ ହୁଏ। ଏ ସର୍ବଗୁଣେ ପୂର୍ଣ୍ଣ ହୋଇ କେ ତୋତେ ଜାଣେ ଭାବଗ୍ରାହୀ।
ଅନୁବ୍ରତରେ ସ୍ଥିର ମନ ତୁଣ୍ଡରେ ଭଜି ଭଗବାନ ହେ ବଧୁ ମନ୍ଥନ ଈଶାନ ଆତ୍ମା କୁଶଳେ ସାଧୁଜନ କମଳ ଚରଣ ତୁମ୍ଭର ସେବୁ ଅଛନ୍ତି ନିରନ୍ତର ସେ ପାଦ ପଙ୍କଜରେ ମନ ସଂସାରେ ଗତାଗତ ଜନ ହୋଇ ଯାହାର ପ୍ରସାଦେ ଗତିଲ ଭଇ ଅପ୍ରମାଦେ ତ୍ରୈଲୋକ୍ୟ ପ୍ରଭୁ ଭଗବାନ ହେତୁ ବିକ୍ରମ ଯେଉଁ ଜନ ତ୍ରୈଲୋକ୍ୟ ଈଶ୍ୱର ଯେ ହରି ଅନୁଭବ ରୂପ ଯାହାରି ତୁମ୍ଭ ପ୍ରକୃତିରୁ ଉଦିତ ଏମନ୍ତ ଯେତେ କଦୈତ୍ୟ ଏହାର ଯେତେ କର୍ମ ଫଳ ଅନ୍ତ କରିବ ଆଦି ମୂଳ ମୃଗ ସହିତେ ଜଳଚରେ ଆତ୍ମାର ଭଏ ସୁର ନରେ ଏ ଆଦି ଯେତେକ ଅସୁର ଯଥା ଅସାଧ୍ୟ ଦଣ୍ଡଧର ଏମନ୍ତେ ତୁମ୍ଭେ ଯେ ଈଶ୍ୱର ବୃତ୍ରକୁ ହୋନାଥ ସଂହର କହିଲୁ ପ୍ରଭୁ ଭାବଗ୍ରାହୀ ଯେବେ ତୁମ୍ଭର ଇଚ୍ଛା ହୋଇ ତୁମ୍ଭ ତନୟ ଆମ୍ଭେ ହୋଇ ଭୋନାଥ ଆମ୍ଭ ପିତା ତୁହି ତୋର ଚରଣ ମୂଳେଣ ମଜି ରହିଛି ଆମ୍ଭ ମନ ରକ୍ଷା ପାଇବୁ ଭଗବାନ ଆମ୍ଭ ବିନୟ ଏବେ ଘେନ ଆମ୍ଭକୁ ଅନୁଗ୍ରହ କରି ଦୟା କରିବେ ନର ହରି ବିଶୁଦ୍ଧ ଆସ ମନୋହର ବଦନ ଇକ୍ଷଣ ତୋହର ସବୁ ଯେ ଥାଇ ମଧୁରସ ଅମୃତ ସ୍ମିତ ମନ୍ଦ ହାସ ଆମ୍ଭର ତ୍ରାସ ଦୂର କର ଭୋନାଥ ଶରଣ ତୁମ୍ଭର ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଏହି କାରଣେ ତୁମ୍ଭେ ହୁଅ ଏ ସକଳ ଜୀବଠାରେ ତୁଇ ଅକ୍ଷର ବ୍ରହ୍ମ ରୂପ ହୋଇ ତୁ ସର୍ବମାୟାମୟ ରୂପ ଶେଷ ପ୍ରଧାନ ସ୍ୱରୂପ ତୁ ଦେଶ କାଳ ପାତ୍ର ହୋଇ ସକଳ ଠାରେ ଅଛୁ ତୁଇ ସକଳ ବ୍ୟାପୀ ଚକ୍ରଧର ଆକାଶ ଶରୀର ତୁମ୍ଭର ପରମ ବ୍ରହ୍ମ ରୂପ ତୁଇ ତୋତହୁଁ ଆମ୍ଭ ରୂପମୟୀ ଆମ୍ଭେ ଅଗ୍ନିରେ ତୃଣ ପ୍ରାୟ କିସ କରିବୁ ଦେବରାଏ ଆମ୍ଭ ପରମ ରୂପ ତୁଇ ତୋ ପାଦ ସତ ଦଳ ଦୁଇ ବିବିଧ ସତ କର୍ମ ହୋଇ ସଂସାରେ ପରିଶ୍ରମ ନାହିଁ ଛେଦଇ ଯେ କଳୁଷ ଜଳ ତୋର ମାୟାରେ ଆଦି ମୂଳ ଆଶ୍ରୟ କରି ଆମ୍ଭ ମନ ଅକ୍ଷୟ ହେଉ ଭଗବାନ ଆମ୍ଭର କାର୍ଯ୍ୟ ଆଦି ମୂଳ ଭୋନାଥ କର ତୁ ମଙ୍ଗଳ ଗ୍ରାସିଛି ବୃତ୍ର ତ୍ରିଭୁବନ ଏହା ସଂହାର ଭଗବାନ ତେଜ ଆୟୁଧ ଯେ ଆମ୍ଭର ନାସୁଛି ପାପୀ ବୃତାସୁର ନମସ୍ତେ ପ୍ରଭୁ ଶୁଦ୍ଧ ରସ ନିରାକର ତୁ ପିତ୍ତବାସ ନମସ୍ତେ କୃଷ୍ଣ ଅଟୁ ତୁଇ ବ୍ରହ୍ମାଣ୍ଡେ ତୋର ନାଶ ନାହିଁ ଭବସାଗର ପଥ ଶ୍ରମ ତୁ ନାଥ ଶୁଭ ଭଗବାନ ପରମ ଗତି ଶ୍ରେଷ୍ଠ ତୋର ନମସ୍ତେ ପରମ ଈଶ୍ୱର ଶ୍ରୀ ଶୁକବାଚ ଏଥୁ ଅନ୍ତରେ ରାଜନ ସ୍ତୁତି ଯେ କଲେ ଦେବଗଣ ସାଦରେ ସ୍ତୁତି ଶୁଣି ହରି ସନ୍ତୋଷ ହେଲେ ଦୈତାରୀ ଆନନ୍ଦ ହୋଇ ଭଗବାନ ଦେବଙ୍କୁ କହନ୍ତି ବଚନ ଶ୍ରୀ ଭଗବାନ ବାଚୁ ଏ ତୁମ୍ଭ ବିଦ୍ୟାର ସ୍ତୁତିରେ ସନ୍ତୋଷ ହେଲୁ ବେଦବରେ ମୁଁ ଯେବେ ହୁଇ ସନ୍ତୋଷ କି ବାଞ୍ଛା କରେ ଯେ ପୁରୁଷ ଏ ଯେଉଁ ବିଦ୍ୟାର ପ୍ରସାଦେ ଦୃଢ଼ ଭକତି ମୋର ପାଦେ ଏହାଙ୍କୁ ଏକାନ୍ତେ ଯେ ମତି ମତ ଅନ୍ୟ ନ ବାଞ୍ଛନ୍ତି ଗୁଣବନ୍ତକୁ ଯେ ଦେଖନ୍ତି ଏମନ୍ତେ କୃପଣ ଯେ ଛନ୍ତି ସେ ଆତ୍ମାଶ୍ରୟ ନ ଜାଣନ୍ତି ସଂସାର ମୋହେ ଯେ ପଡ଼ନ୍ତି ହେ ଇନ୍ଦ୍ର ଯାଅ ହର ସେଣ ତୁମ୍ଭର ହେଉ ଯେ କଲ୍ୟାଣ ଅଥର୍ବଣ ସେ ଋଷିବର ମାଗ ତାହାଙ୍କ ଶରୀର ବିଦ୍ୟା ପୂରିତ ସେ ଯାହାର ପବିତ୍ର ଅଛି ଯେ ଶରୀର ଯାଚଜ୍ଞା ତୁମ୍ଭେ ମାନେ କଲେ ଧର୍ମିଷ୍ଠ ଅଙ୍ଗ ଦେବ ଭଲେ ଅସ୍ଥି ତାହାଙ୍କର ଆଣିବ ଆୟୁଧ ମାନ ଗଢ଼ାଇବ ବିଶ୍ୱକର୍ମା ନିର୍ମିତ କରି ବଧ୍ୟକୁ ବଧ ଧରି କରି ସେ ବଜ୍ର ଧରିଣ ଅସୁର ଛେଦିବ ଶୁଣ ପୁରନ୍ଦର ମୋହର ତେଜ ଚକ୍ର ହୋଇ ସେ ତାକୁ ନାସିବ ଯେ ଯାଇ ହତ ହୋଇବେ ଦୈତ୍ୟମାନେ ସ୍ୱର୍ଗ ଲଭିବେ ଦେବଗଣେ ତେଜ ଗୁଣେ ଯେତେ ଆୟୁଧ ପୁଣି ଲଭିବେ ସମ୍ପଦ ମୋର ଭକତ ଲୋକଙ୍କର ହିଂସା ନହିବ ପୁନର୍ବାର ବୋଲ ହି ବିପ୍ର ଜଗନ୍ନାଥ ଇନ୍ଦ୍ରକୁ କୃଷ୍ଣ କୃପାଚିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ वयासिक्यां षष्ठस्कन्धे भगवदुपदेश नाम नवमोऽध्यायः बोलानन्दे कवार हरि हरि बोल।